आमे जेतेबेले विभिन्न परिवारर वंशावली देखु ता आमको इस्राएल इतिहास को मने पकाई दिए। किए केउ वंशर और सेमानकु ईश्वर केउ दायित्व देइथिले और सेमाने किपरि ता संपादन कले से समस्त आमे लक्ष्य करू। ए इतिहास कहे ए समस्त वाक्य काल्पनिक नुहे, यह वास्तव। प्रश्न हैला आमे कोन ईश्वरंक वाक्य रे विश्वास करूछु कि आमे ईश्वरंक इच्छा अनुसार जीवन काटुछु कि? जीसुंक मधुर वाक्य चला पथे साजे दीप आमरी चरण अलिभ आलोक देई जीवनर प्रतिपादे जीवनर प्रतिपादे पढ़ाए से सत्य पथ प्रदर्शिका से जे पथ प्रदर्शिका पथ प्रदर्शिका पथ प्रदर्शिका। प्रिय दर्शक बंधु नमस्कार। प्रभु जीशु ख्रीष्टंक मधुर नाम रे आपनको पथ प्रदर्शिका कार्यक्रम को स्वागत करुअछि। आपण केमिति अछंती? मोर विश्वास प्रभुंक दया और अनुग्रह रु आपण निश्चय भल थिबे। आपण नियमित आम कार्यक्रम देखुछंती, शिक्षा लाभ करुअछंती और आत्मिक जीवन रे बढ़ुछंती। सेथिपय मु विशेष आनंदित। आपणक मतामत निश्चय आमको टीवी स्क्रीन रे दिया जाइथिबा नंबर रे जणाइबे। आमे आपणक फोन कॉल रो अपेक्षा रे अछु। आजिर अध्ययन रे आमे 8 और 9 पर्व प्रति दृष्टि देबा। 8 पर्व रे विशेष करी बिन्यामीन वंश विषय रे लेखा जाइछि। बिन्यामीन याकूबंक पुओ जे राहेलंक गर्भरु जात। आमे 7 पर्व रे मध्य बिन्यामीन वंशावली विषय रे लक्ष्य करूछु। 8 पर्व रे बिन्यामीन ठारू राजा साउलंक पर्यंत वर्णना करा जाय अछि। साउलंक अबाध्यता हेतु तांको पदरे तांको पुओ राजा हेले नाही, किंतु दाऊद हेले। आमे उत्तम मनोनयन आम पिलामानंक निमंते आशीर्वादर कारण अटे। यदि आमे भूल निष्पत्ति नेउ तेबे आम पिलामाने मध्य सेथिरु भागी हुअंती। जोनाथन जदिओ संभ्रांत व्यक्ति थिले, किंतु तांको बापांक भूल निष्पत्ति पाई से राजा हेबा सुजोग पाई नथिले। आमे जेते बेले 9 पर्व को आसु लक्ष्य करूचे एठारे बाबिलोनीय बंदित्व बस्तरु फेरिबा परर घटना वर्णना करा जाय अछि। दाऊदंक राजत्वर 400 वर्ष परे इस्राएलिय मानंक अबाध्यता हेतु से माने बाबिलोन को बंदित्व बस्तारे गले और 70 वर्षर निर्वासन परे फेरी आसुछंती। तेबे आसंतु आज अध्ययन रे ए संपर्क रे पुंखानुपुंख भाबे आलोचना करिबा पूर्वरु ए भक्तिमूलक गीत सुनिबा। मनर आखिरे देखिनी अथारे क्रूसर करुण छवि पाप पाई तुम तांकरी शरीरा रक्तरे गला भिजी तुम पाप रूप गरल जेते पान कले हसी हसी रही कि मने से बलिदान पानी
ମଣିଷ ପାଇଁକି ଆଜି ଯାଏ ପରା ଏମିତି କେ କରିନାହିଁ। ମଣିଷ ହୋଇବି ପଥର। ଆଜି ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟରୁ ପ୍ରଥମ ବଂଶାବଳୀ 8 ପର୍ବ ଓ 9 ପର୍ବ ଅଧ୍ୟୟନ କରିବାକୁ ଯିବା। ତେବେ ଆଜିର ମଧ୍ୟ ମୁଖ୍ୟ ଚିନ୍ତାଧାରା ହେଉଛି ବଂଶାବଳୀ। ପ୍ରଥମ ବଂଶାବଳୀ 8 ପର୍ବ ବିନ୍ୟାମିନ୍ ଗୋଷ୍ଠୀକୁ ଚିହ୍ନଟ କରାଏ ଓ ଏହି ଗୋଷ୍ଠୀ ମଧ୍ୟରେ ବିଶେଷରେ ସାଉଲ ଓ ଜୋନାଥନଙ୍କ ବଂଶ ଉପରେ ବିଶେଷ ଭାବେ ଗୁରୁତ୍ୱାରୋପ କରାଯାଇଅଛି। କାରଣ ସାଉଲ ଓ ଜୋନାଥନଙ୍କ ମଧ୍ୟରେ ପିତା ଓ ପୁତ୍ରର ସମ୍ପର୍କ ଥିଲା। ଜୋନାଥନଙ୍କର ପିତା ସାଉଲ ଥିଲେ ଓ ସେମାନେ ବିନ୍ୟାମିନ୍ ବଂଶଧର ଥିଲେ। ସାଉଲ ମଧ୍ୟ ଇସ୍ରାଏଲର ପ୍ରଥମ ରାଜା ଥିଲେ। ଜୋନାଥନ ଯଦିଓ ସାଉଲଙ୍କର ପୁତ୍ର ଥିଲେ, ମାତ୍ର ସେ ଦାଉଦଙ୍କୁ ଅତି ସ୍ନେହ କରୁଥିଲେ ଓ ଦାଉଦ ଏବଂ ଜୋନାଥନଙ୍କ ମଧ୍ୟରେ ଅତି ଘନିଷ୍ଠ ବନ୍ଧୁତା ସ୍ଥାପିତ ହୋଇଥିଲା। ଯେଉଁ ଦାଉଦ କି ସାଉଲଙ୍କ ପରେ ଇସ୍ରାଏଲର ଦ୍ୱିତୀୟ ରାଜା ରୂପେ ପରିଚିତ ହେଲେ। ତେଣୁ ଇସ୍ରାଏଲର ଇତିହାସରେ ସାଉଲ, ଜୋନାଥନ ଓ ଦାଉଦଙ୍କର ଭୂମିକା ବିଶେଷ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କୁ ଇସ୍ରାଏଲର ଯୋଦ୍ଧା ବା ବୀର କହିଲେ ଅତ୍ୟୁକ୍ତି ହେବ ନାହିଁ। ସେମାନଙ୍କର ଅବଦାନ ଇସ୍ରାଏଲ ଜାତି ପ୍ରତି ଅତି ମହାନ ଥିଲା। ତେବେ ମୁଁ ସେମାନଙ୍କ ଉପରେ ଆଉ ବିଶେଷ କିଛି କହିବାକୁ ଚାହେଁ ନାହିଁ, କାରଣ ଏଥିପୂର୍ବରୁ ଆମେ ରାଜାବଳୀର ପୁସ୍ତକରେ ଏମାନଙ୍କ ବିଷୟ ନେଇ ଆଲୋଚନା କରିସାରିଛୁ। କିନ୍ତୁ ବର୍ତ୍ତମାନ ଆମେ ଏହି ପ୍ରଥମ ବଂଶାବଳୀର 9 ପର୍ବ ଉପରେ ଟିକେ ଦୃଷ୍ଟି ଦେବା। ଏହି 9 ପର୍ବରେ ବଂଶାବଳୀର ସୁରକ୍ଷା ନେଇ ଏକ ଚମତ୍କାର ମନ୍ତବ୍ୟ ପ୍ରଦାନ କରାଯାଇଥିବାର ଆମେ ଲକ୍ଷ୍ୟ କରିବାକୁ ପାରିବା। ଏହା ଜାଣିବା ମଧ୍ୟ ବିଶେଷ ଗୁରୁତ୍ୱପୂର୍ଣ୍ଣ ବିଷୟ, କାରଣ ଇସ୍ରାଏଲ ଜାତି ନିମନ୍ତେ ଏହି ବଂଶାବଳୀର ସୁରକ୍ଷା ପ୍ରତି ଦୃଷ୍ଟି ଦେବା ଅତି ଜରୁରୀ ବିଷୟ ଥିଲା। ଦେଖନ୍ତୁ 9 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଏହି ପ୍ରକାରେ ସମଗ୍ର ଇସ୍ରାଏଲ ବଂଶାବଳୀ କ୍ରମେ ଲିଖିତ ହେଲେ। ଦେଖ, ତାହା ଇସ୍ରାଏଲ ରାଜାମାନଙ୍କ ପୁସ୍ତକରେ ଲିଖିତ ଅଛି। ଅନନ୍ତର ଜିହୁଦା ଆପଣାମାନଙ୍କ ସତ୍ୟଲଙ୍ଘନ ସକାଶୁ ବନ୍ଦୀ ହୋଇ ବାବିଲକୁ ନୀତ ହେଲେ। ପ୍ରକୃତରେ ଇସ୍ରାଏଲର ପ୍ରତ୍ୟେକ ଗୋଷ୍ଠୀର ବଂଶାବଳୀ ମନ୍ଦିରରେ ସ୍ଥାନ ପାଇଥିଲା। ସେହିସବୁ ଲୋକମାନେ ନିର୍ବାସିତ ହେବା ପର୍ଯ୍ୟନ୍ତ ତାଲିକାଭୁକ୍ତ ହୋଇଥିଲା ବା ରେଜିଷ୍ଟ୍ରିକରଣ ହୋଇଥିଲା। କିନ୍ତୁ ସେ ଯାଉନା କାହିଁକି ସେହି ବଂଶାବଳୀଗୁଡ଼ିକ ସୁରକ୍ଷିତ ରହିଥିଲା ଓ ଜେରୁସାଲେମକୁ ଅଣାଯାଇଥିଲା। ଯେତେବେଳେ ଅବଶିଷ୍ଟ ଜିହୁଦୀ ସେହି ନିର୍ବାସିତରୁ ଫେରିଆସିବା ପରେ ମନ୍ଦିରକୁ ପୁନଃପ୍ରତିଷ୍ଠା କରାଇଲେ, ସେତେବେଳେ ସେହିଠାରେ ବଂଶାବଳୀ ରହିଥିଲା। ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମଲାଭ କଲେ, ସେତେବେଳେ ସେହି ବଂଶାବଳୀ ଅକ୍ଷୁର୍ଣ୍ଣ ଅବସ୍ଥାରେ ମଧ୍ୟ ରହିଥିଲା। ଆପଣ ନିଶ୍ଚିତ ଭାବେ ଜାଣିଥିବେ ଯେ ତାହାଙ୍କର ଶତ୍ରୁମାନେ ସେହି ମନ୍ଦିର ଭିତରକୁ ଯାଇ ତାହାଙ୍କର ବଂଶାବଳୀକୁ ଭଲ ଭାବେ ଦେଖିଥିଲେ। ତେବେ ଏଥିପୂର୍ବରୁ ମଧ୍ୟ ଆମେ ଦେଖିସାରିଛୁ ଯେ ମାଥ୍ୟୁ ଲିଖିତ ସୁସମାଚାର ଯୋସେଫଙ୍କର ବଂଶାବଳୀକୁ ବହନ କରିଅଛି, ଯାହାଙ୍କଠାରୁ ପ୍ରଭୁ ଯୀଶୁ ଦାଉଦଙ୍କ ସିଂହାସନ ନିମନ୍ତେ ଯଥାର୍ଥ ସଂଜ୍ଞା ବା ନାମକରଣ ପ୍ରାପ୍ତ ହୁଅନ୍ତି। କିନ୍ତୁ ଲୁକଲିଖିତ ସୁସମାଚାର ମରିୟମଙ୍କ ବଂଶାବଳୀ ବହନ କରେ, ଯାହାଙ୍କଠାରୁ ସେ ଦାଉଦଙ୍କ ସିଂହାସନ ନିମନ୍ତେ ରକ୍ତଗତ ସଂଜ୍ଞା ବା ନାମକରଣ ପ୍ରାପ୍ତ ହୁଅନ୍ତି। ତେବେ ଯେତେଦୂର ପର୍ଯ୍ୟନ୍ତ ଆମେ ଜାଣୁ, ପ୍ରଭୁ ଯୀଶୁଙ୍କର ବଂଶାବଳୀ ନେଇ କେହି କେବେ ହେଲେ ପ୍ରଶ୍ନ କରିନାହାନ୍ତି କି ତାହା ମିଥ୍ୟା ବୋଲି ପ୍ରମାଣିତ କରିପାରି ନାହାନ୍ତି। ଏହା ସଠିକ୍ ବିବରଣୀ ଥିଲା ଓ ଏହା ସମସ୍ତଙ୍କର ଦୃଷ୍ଟିଗୋଚରରେ ଥିଲା। ଯେତେବେଳେ 70 ଖ୍ରୀଷ୍ଟାବ୍ଦରେ ରୋମୀୟ ଶାସନକର୍ତ୍ତା ତିତସ୍ଙ୍କ ଦ୍ୱାରା ଜେରୁସାଲେମ ମନ୍ଦିର ଭଗ୍ନ ହେଲା, ସେହି ସମୟରେ ବଂଶାବଳୀ ପ୍ରାୟ ନଷ୍ଟ ହୋଇଗଲା। କିନ୍ତୁ ସେ ଯାଉନା କାହିଁକି, ଏଠାରେ ଏହି ବଂଶାବଳୀ ପୁସ୍ତକରେ ସେହି ନିର୍ବାସିତ ସମୟ ପର୍ଯ୍ୟନ୍ତ ଚିହ୍ନଟ କରାଯାଇଅଛି। ଏହାପରେ ଇସ୍ରାଏଲର ଅବଶିଷ୍ଟାଂଶ ସେହି ନିର୍ବାସିତରୁ ଫେରିଆସିବା ପରେ ବଂଶାବଳୀ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମୟ ପର୍ଯ୍ୟନ୍ତ ଚାଲୁ ରହିଥିଲା। କିନ୍ତୁ ପ୍ରଭୁ ଯୀଶୁଙ୍କର ଜୀବନ କାଳ ପରେ ସେହି ବିବରଣୀ କେଉଁଆଡ଼େ ଉଭା ହୋଇଗଲା। କାହିଁକି ଜାଣନ୍ତି? ଈଶ୍ୱର ଆମମାନଙ୍କୁ ଜଣାଇ ଦେବାକୁ ଚାହିଁଥିଲେ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଜଣେ ମନୁଷ୍ୟ ପରି ମନୁଷ୍ୟ ଥିଲେ। ଈଶ୍ୱର ଆମମାନଙ୍କୁ ଜଣାଇ ଦେବାକୁ ଚାହାନ୍ତି ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଆଦମଙ୍କ ବଂଶରୁ ଆସିଥିଲେ ଓ ସେ ହେଉଛନ୍ତି ଶେଷ ଆଦମ। କେବଳ 2ଟି ପରିବାର ଅଛନ୍ତି, ତାହା ହେଉଛି ଆଦମଙ୍କ ପରିବାର ଓ ଈଶ୍ୱରଙ୍କର ପରିବାର।
ପ୍ରଭୁ ଯୀଶୁ ଏହି ଜଗତରେ ସେହି ଶେଷ ପରିବାରକୁ ଉଠାଇଲେ। ଆଦମଙ୍କ ପରିବାର ବିନାଶପ୍ରାପ୍ତ ପରିବାର। ଆପଣ ଓ ମୁଁ ଆମେ ସେହି ପରିବାର ମଧ୍ୟରେ ଜନ୍ମ ନେଇଛୁ। ଆମେମାନେ ଜନ୍ମରୁ ପାପୀ, ଈଶ୍ୱରଙ୍କଠାରୁ ବିମୁଖ ହୋଇଅଛୁ ଓ ଈଶ୍ୱରଙ୍କ ନିମନ୍ତେ ଜୀବନଯାପନ କରିବା ପାଇଁ ଅସମର୍ଥ, ଯାହାକି ଆମେ ଏହି ଜଗତକୁ ଲକ୍ଷ୍ୟ କଲେ ଦେଖିବାକୁ ପାରୁ। ସମଗ୍ର ମାନବ ଜାତିର ପରିବାର ସେହି ଆଦମଙ୍କର ପରିବାରର ଅନ୍ତର୍ଭୁକ୍ତ ଓ ସମସ୍ତେ ଆଦମଙ୍କଠାରେ ବୃତ। କିନ୍ତୁ ସେ ଯାଉନା କାହିଁକି? ଖ୍ରୀଷ୍ଟଙ୍କଠାରେ ଆମମାନଙ୍କର ଭରସା ଅଛି, ଯିଏକି ଶେଷ ଆଦମ। ସେ ଅନ୍ୟ ପରିବାରର ମସ୍ତକ, ଯାହାକି ଈଶ୍ୱରଙ୍କର ପରିବାର। ତାହାଙ୍କୁ ଦ୍ୱିତୀୟ ମନୁଷ୍ୟ ବୋଲି କୁହାଯାଏ, ଯେହେତୁ ସେ ଏହି ନୂତନ ପରିବାର ମଧ୍ୟରେ ଅନେକଙ୍କୁ ତହିଁର ଅନ୍ତର୍ଭୁକ୍ତ କରାଇବାକୁ ଯାଉଅଛନ୍ତି। ଆଉ ସେହି ବଂଶାବଳୀ ସେହି ଜଣକଠାରୁ ଆରମ୍ଭ ହୁଏ, ଯିଏକି ଆତ୍ମାଙ୍କଠାରୁ ଜାତ। ଯଦି ଆପଣ ଆଜି କହିପାରିବେ ଯେ ମୁଁ ଖ୍ରୀଷ୍ଟଙ୍କ ନିକଟକୁ ଆସିଅଛି ଓ ତାହାଙ୍କଠାରେ ବିଶ୍ୱାସ କରିଅଛି, ସେ ମୋର ଉଦ୍ଧାରକର୍ତ୍ତା ଓ ପବିତ୍ର ଆତ୍ମା ତାହାଙ୍କୁ ମୋ ନିକଟରେ ପରିଚିତ କରାଇଅଛନ୍ତି, ତାହେଲେ ଆପଣ ଜାଣି ରଖନ୍ତୁ ଯେ ଆପଣ ସେହି ଶେଷ ଆଦମଙ୍କ ପରିବାରର ଅନ୍ତର୍ଭୁକ୍ତ ହୋଇଅଛନ୍ତି। ଏହି ଶେଷ ଆଦମଙ୍କ ପରିବାର ମଧ୍ୟରେ ଜୀବନ ଅଛି। ପ୍ରଭୁ ଯୀଶୁ ନିଜେ କହନ୍ତି, ମୁଁ ହିଁ ଜୀବନ। ଯୋହନ 10 ପର୍ବର 10 ପଦରେ ପ୍ରଭୁ ଯୀଶୁ ଏହିପରି କହନ୍ତି, ସେମାନେ ଯେପରି ଜୀବନ ପାଆନ୍ତି ଓ ପ୍ରଚୁର ଭାବରେ ପାଆନ୍ତି, ଏଥିନିମନ୍ତେ ମୁଁ ଆସିଅଛି। ସେହି ଜୀବନ ହେଉଛି ବାସ୍ତବ ଜୀବନ ଓ ତାହା ହେଉଛି ସ୍ୱର୍ଗୀୟ ଜୀବନ ଓ ସେହି ଅନନ୍ତ ଜୀବନ, ଯାହାକି ଆମ୍ଭମାନଙ୍କୁ ସେହି ସ୍ୱର୍ଗ ରାଜ୍ୟର ଅଧିକାରୀ କରାଇଥାଏ ଓ ତାହାଙ୍କର ଉପସ୍ଥିତି ମଧ୍ୟକୁ କଢ଼ାଇ ନେଇଥାଏ ଓ ତାହାଙ୍କ ସହ ସହଭାଗିତା ସ୍ଥାପନ କରାଇଥାଏ। ସେ ଆମମାନଙ୍କୁ ଯେଉଁ ଜୀବନ ଦିଅନ୍ତି ତାହା ଅନନ୍ତ ଜୀବନ, କାରଣ ସେ ନିଜେ ସେହି ଅନନ୍ତ ଜୀବନ। ଏହାପରେ ଏହି 9 ପର୍ବର ଅବଶିଷ୍ଟାଂଶ ମଧ୍ୟରେ ଲେବୀୟ ଗୋଷ୍ଠୀ ଉପରେ ଗୁରୁତ୍ୱ ଦିଆଯାଇଅଛି। ଦେଖନ୍ତୁ 9 ପର୍ବର 2 ପଦରେ ଏହିପରି ଲେଖା ଅଛି, ପୁଣି ଇସ୍ରାଏଲ ଯାଜକଗଣ, ଲେବୀୟମାନେ ଓ ନଥିନୀୟମାନେ ସେମାନଙ୍କ ଅଧିକାରସ୍ଥ ନଗର ସମୂହରେ ପ୍ରଥମେ ବସତି କଲେ। ଏହାର ଅର୍ଥ ଇସ୍ରାଏଲୀୟମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ପାଇଥିଲେ ଲେବୀୟ ଗୋଷ୍ଠୀ। ପ୍ରଥମତଃ ଯାଜକମାନେ, ଯେଉଁମାନେ କି ଈଶ୍ୱରଙ୍କର ସେବା କରୁଥିଲେ, ଓ ଏହାପରେ ଲେବୀୟମାନେ। ଆପଣ ଦେଖନ୍ତୁ, ଲେବୀୟ ଗୋଷ୍ଠୀର ସମସ୍ତେ ଯାଜକୀୟ କାର୍ଯ୍ୟ ସମ୍ପାଦନ କରୁନଥିଲେ। ହାରୋନଙ୍କର ପରିବାର ଯାଜକୀୟ କାର୍ଯ୍ୟ ସମ୍ପାଦନ କରୁଥିଲେ, କିନ୍ତୁ ଅନ୍ୟମାନେ ଅଳ୍ପେ ବହୁତେ ମନ୍ଦିରର ତତ୍ତ୍ୱାବଧାନ ଦାୟିତ୍ୱରେ ଥିଲେ। ଏହାପରେ ଆମେ ଦେଖୁ ନଥିନୀୟମାନଙ୍କ ବିଷୟରେ ଲେଖା ଅଛି। ଏମାନେ କିଏ? ନଥନୀୟ ଶବ୍ଦର ଅର୍ଥ ହେଉଛି ଦାସ। ସେମାନେ ଦାସଗଣ ହୋଇଥାଇପାରନ୍ତି। ତେବେ ଏଠାରେ ପ୍ରଶ୍ନ ଆସେ ଯେ ଇସ୍ରାଏଲ ମଧ୍ୟରେ କ'ଣ ଦାସମାନେ ଥିଲେ? ମୁଁ ଭାବେ ସେମାନେ ଦାସ୍ୟକର୍ମ କରିଥିଲେ, ମାତ୍ର ସେମାନଙ୍କ ନିଜ ଭାଇମାନଙ୍କର ଦାସ୍ୟକର୍ମ କରିନଥିଲେ। କିନ୍ତୁ ପ୍ରକୃତରେ ଗିବିଓନୀୟମାନେ ଇସ୍ରାଏଲ ମଧ୍ୟରେ ଦାସ୍ୟକର୍ମ କରୁଥିଲେ। ସେମାନେ ଇସ୍ରାଏଲୀୟମାନଙ୍କ ନିକଟରେ ଦାସ ପରି ରହିଥିଲେ। ସେମାନେ ମନ୍ଦିରର ସେବା କାର୍ଯ୍ୟରେ ବ୍ୟବହୃତ ହୋଇଥିଲେ, ଆଉ ସମ୍ଭବତଃ ମନ୍ଦିର ଓଳାଇ ସଫା କରିବାରେ, ମନ୍ଦିରରେ ବ୍ୟବହୃତ ହେଉଥିବା ଉପକରଣମାନ ସଫା କରିବାରେ ଏହି ସମସ୍ତ କାର୍ଯ୍ୟ ସେମାନେ କରୁଥିଲେ। ଏହି ପର୍ବ ମଧ୍ୟରୁ ମୁଁ ଆଉ ଏକ କୌତୁହଳଜନକ ପଦ ଉପରେ ଆପଣଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚାହେଁ, ଆଉ ତାହା ହେଉଛି 33 ପଦ। ଦେଖନ୍ତୁ, ଏଠାରେ ଏହିପରି ଲେଖା ଅଛି, ପୁଣି ଲେବୀୟମାନଙ୍କ ପିତୃବଂଶ ପ୍ରଧାନ ଯେଉଁ ଗାୟକମାନେ, ସେମାନେ କୋଠରୀରେ ବାସ କଲେ ଓ ଅନ୍ୟ ସେବାରୁ ମୁକ୍ତ ଥିଲେ, କାରଣ ସେମାନଙ୍କୁ ଦିବାରାତ୍ରି ଆପଣା ଆପଣା କାର୍ଯ୍ୟରେ ନିଯୁକ୍ତ ରହିବାକୁ ହେଲା। ଏଥିରୁ ଆପଣ ଜାଣିବାକୁ ପାରିବେ ଯେ ସେହି ଲେବୀୟମାନଙ୍କ ମଧ୍ୟରୁ ଅନେକ ଥିଲେ ଯେଉଁମାନେ କି ସଙ୍ଗୀତ ପରିବେଷଣ କରିବାର ଦାୟିତ୍ୱଭାର ବହନ କରିଥିଲେ। ଆଉ ଯାହା ଜଣାଯାଏ, ସଙ୍ଗୀତ ମଧ୍ୟ ଅଧିକ ମାତ୍ରାରେ ଚାଲିଥିଲା। ଇସ୍ରାଏଲ ମଧ୍ୟରେ ସଙ୍ଗୀତ ମଧ୍ୟ ଅତି ଉଚ୍ଚ କୋଟିର ଥିଲା। ଆପଣ ଜାଣିଥିବେ, ଦାଉଦ ସଙ୍ଗୀତ ପାଇଁ ଅତି ଆଗ୍ରହ ପ୍ରକାଶ କରୁଥିଲେ, ଆଉ ସେ ଜଣେ ମଧ୍ୟ ଅତି ଉଚ୍ଚ କୋଟିରର ସଙ୍ଗୀତଜ୍ଞ ଥିଲେ। ସେ ଇସ୍ରାଏଲର ଜଣେ ମଧୁର ଗାୟକ ରୂପେ ପରିଚିତ ଥିଲେ ଓ ଅଧିକାଂଶ ଗୀତ ତାହାଙ୍କର କଲମରୁ ଆସିଥିଲା। ତେବେ 9 ପର୍ବଟି ସାଉଲଙ୍କ ପରିବାରର ବଂଶାବଳୀ ମଧ୍ୟରେ ସମାପ୍ତ ହୁଏ, ଆଉ ବିଶେଷ କରି ସାଉଲ ଓ ତାହାଙ୍କ ପୁତ୍ର ଜୋନାଥନର ବଂଶଧରମାନଙ୍କ ବିଷୟ ନେଇ ପ୍ରକାଶ କରେ, ଯାହାକି ଅତି ଚମତ୍କାର ବିଷୟ। ତେବେ 9 ପର୍ବଟି ବଂଶାବଳୀର ବିବରଣକୁ ସମାପ୍ତ କରେ। ପବିତ୍ର ଧର୍ମଶାସ୍ତ୍ର ମଧ୍ୟରେ ଏହା ସବୁଠାରୁ ଦୀର୍ଘ ବଂଶାବଳୀ।
ପୃଥିବୀର ଇତିହାସରେ ବା ସାହିତ୍ୟରେ ଏପରି ବିଷୟ ଦେଖିବାକୁ ମିଳେ ନାହିଁ। ଏହା ଆଦମଙ୍କଠାରୁ ଆରମ୍ଭ ହୋଇ ଯୀଶୁଖ୍ରୀଷ୍ଟଙ୍କ ପର୍ଯ୍ୟନ୍ତ ଯାଏ। ଏହା ପ୍ରଥମ ଆଦମଙ୍କଠାରୁ ଆରମ୍ଭ ହୋଇ ଶେଷ ଆଦମ ପର୍ଯ୍ୟନ୍ତ ଯାଏ। ଏହା ପ୍ରକାଶ କରେ ଆମେ ସମସ୍ତେ ସେହି ଏକା ପରିବାର ମଧ୍ୟରେ ଅଛୁ। ଆମେ ସମସ୍ତେ ସେହି ଆଦମଙ୍କ ବଂଶଧର। ତେବେ ମନୁଷ୍ୟ ବିଷୟ ନେଇ 3ଟି ଘଟଣା ରହିଅଛି ଯାହାକି ନିରାଟ ସତ୍ୟ। ପ୍ରଥମତଃ, ଆଦମ ଓ ତାଙ୍କର ସମସ୍ତ ସନ୍ତାନ ନିଶ୍ଚିତ ଭାବେ ମୃତ୍ୟୁଭୋଗ କରିବେ। ଆଦ୍ୟରେ ପରମେଶ୍ୱର ଆଦମଙ୍କୁ କହିଲେ, ଯାହାକି ଆଦି 2 ପର୍ବର 17 ପଦରେ ଲେଖା ଅଛି, ଯେହେତୁ ଯେଉଁ ଦିନ ତାହା ଖାଇବ ସେହି ଦିନ ନିତାନ୍ତ ମରିବ। କିନ୍ତୁ ସେ ଯାହା ହେଉନା କାହିଁକି ଈଶ୍ୱର ମନୁଷ୍ୟକୁ ମରିବା ନିମନ୍ତେ ସୃଷ୍ଟି କରିନଥିଲେ ବୋଲି ଈଶ୍ୱରଙ୍କ ବାକ୍ୟ କହେ। ରୋମିଓ 5 ପର୍ବର 12 ପଦରେ ଲେଖା ଅଛି, ଅତଏବ ଯେପରି ଜଣେ ଲୋକ ଦ୍ୱାରା ପାପ ଓ ପାପ ଦ୍ୱାରା ମୃତ୍ୟୁ ଜଗତରେ ପ୍ରବେଶ କଲା, ଆଉ ସେହି ପ୍ରକାରେ ମୃତ୍ୟୁ ସମସ୍ତ ଲୋକଙ୍କ ପ୍ରତି ଘଟିଲା, ଯେଣୁ ସମସ୍ତେ ତ ପାପ କଲେ। ଏହା ମଧ୍ୟ କହେ, ଯେଣୁ ଆଦମ ଦ୍ୱାରା ଯେପରି ସମସ୍ତେ ମୃତ୍ୟୁଭୋଗ କରନ୍ତି। ଏବ୍ରୀ 9 ପର୍ବର 27 ପଦରେ ଲେଖା ଅଛି, ମନୁଷ୍ୟମାନଙ୍କ ନିମନ୍ତେ ଯେପରି ଥରେ ମାତ୍ର ମୃତ୍ୟୁ। ପ୍ରିୟ ବନ୍ଧୁ, ଏହି ଜଗତ ଯେଉଁଠାରେ କି ଆମେ ବସବାସ କରୁଅଛୁ, ଏହା ଗୋଟିଏ ସମାଧି ସ୍ଥଳ ଛଡ଼ା ଅନ୍ୟ କିଛି ନୁହେଁ। ଆମ ସମସ୍ତଙ୍କୁ ଦିନେ ନା ଦିନେ ମୃତ୍ୟୁଭୋଗ କରିବାକୁ ହେବ। ମୃତ୍ୟୁ 3 ପ୍ରକାରର ଅଟେ, ଶାରୀରିକ ମୃତ୍ୟୁ, ଆତ୍ମିକ ମୃତ୍ୟୁ ଓ ଅନନ୍ତ ମୃତ୍ୟୁ। ଆଦମଙ୍କୁ ଯେପର୍ଯ୍ୟନ୍ତ 900 ବର୍ଷ ହୋଇନଥିଲା ସେ ପର୍ଯ୍ୟନ୍ତ ସେ ଶାରୀରିକ ଭାବେ ମରିନଥିଲେ ସେହି ମନାଫଳ ଖାଇବା ପରେ, କିନ୍ତୁ ସେ ଆତ୍ମିକ ଭାବରେ ମୃତ୍ୟୁବରଣ କଲେ। ମୃତ୍ୟୁର ଅର୍ଥ ହେଉଛି ବିଚ୍ଛେଦ। ଶାରୀରିକ ମୃତ୍ୟୁ ଶରୀରରୁ ଆତ୍ମାର ବିଚ୍ଛେଦ, ମାତ୍ର ଆତ୍ମିକ ମୃତ୍ୟୁ ଈଶ୍ୱରଙ୍କଠାରୁ ମନୁଷ୍ୟର ବିଚ୍ଛେଦ। ଓ ଅନନ୍ତ ମୃତ୍ୟୁର ଅର୍ଥ ଈଶ୍ୱରଙ୍କଠାରୁ ମନୁଷ୍ୟର ବିଚ୍ଛେଦ ଓ ଏହା ଅନନ୍ତ କାଳ ନିମନ୍ତେ ଈଶ୍ୱରଙ୍କଠାରୁ ବିଚ୍ଛେଦ। ତାହା ହିଁ ହେଉଛି ଅନନ୍ତ ନରକ। ଏହା ଏପରି ଏକ ସ୍ଥାନ ଯେଉଁଠାକୁ ଈଶ୍ୱର କେବେ ହେଲେ ଯାଆନ୍ତି ନାହିଁ। ସେଠାରେ କୌଣସି ଆଶୀର୍ବାଦ କିମ୍ବା ଦୟା କି ଅନୁଗ୍ରହ କିମ୍ବା ଈଶ୍ୱରଙ୍କ ପ୍ରେମ ନଥାଏ। ଦ୍ୱିତୀୟ ବିଷୟଟି ହେଉଛି ଆଦମ ଓ ତାହାର ସମସ୍ତ ସନ୍ତାନ ପାପୀ। ଈଶ୍ୱର କହନ୍ତି, ସମସ୍ତେ ପାପ କରିଅଛନ୍ତି, ପୁଣି ଈଶ୍ୱରଙ୍କ ମହିମାରୁ ବଞ୍ଚିତ ହୋଇଅଛନ୍ତି। ଆପଣ ଦେଖନ୍ତୁ, ଅବ୍ରାହମ ଜଣେ ଉତ୍ତମ ଲୋକ ଥିଲେ, ମାତ୍ର ସେ ପାପ କଲେ। ଆଉ ଇସ୍ରାଏଲ ତହିଁର ସୁସ୍ପଷ୍ଟ ପ୍ରମାଣ। କାଲେବ ମଧ୍ୟ ଉତ୍ତମ ଲୋକ ଥିଲେ, ମାତ୍ର ସେ ଉପପତ୍ନୀ ରଖିଥିଲେ ଏବଂ ପାପ ସେମାନଙ୍କର ସମସାମୟିକ ଲୋକମାନଙ୍କୁ ଈଶ୍ୱରଙ୍କଠାରୁ ଦୂରକୁ ନେଇଗଲା। ସେ କଇନଙ୍କ ପରି ଈଶ୍ୱରଙ୍କ ଉପସ୍ଥିତି ମଧ୍ୟରୁ ଦୂରକୁ ଚାଲିଗଲା। ସେଥିପାଇଁ ଯିଶାୟ ପୁସ୍ତକର 59 ପର୍ବର 2 ପଦରେ ଲେଖା ଅଛି, ମାତ୍ର ତୁମ୍ଭମାନଙ୍କର ଅପରାଧ ସବୁ ତୁମ୍ଭମାନଙ୍କର ଓ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ମଧ୍ୟରେ ବିଚ୍ଛେଦ ଘଟାଇଅଛି ଓ ତୁମ୍ଭମାନଙ୍କର ପାପ ସବୁ ତୁମ୍ଭମାନଙ୍କଠାରୁ ତାହାଙ୍କ ମୁଖ ଲୁଚାଇଅଛି, ଏଥିପାଇଁ ସେ ଶୁଣିବେ ନାହିଁ। ଆଦମ ଏବଂ ତାହାର ସନ୍ତାନଗଣ ପାପୀ ଓ ଈଶ୍ୱରଙ୍କଠାରୁ ବିଚ୍ଛିନ୍ନ ହୋଇଅଛନ୍ତି। ପାପ ହେଉଛି ଏକ ମହାମାରୀ ସଦୃଶ ଯାହାକି ସମଗ୍ର ମାନବ ଜାତିକୁ ଆକ୍ରମଣ କରେ। ଏହା ଏକ କର୍କଟ ବ୍ୟାଧି ସଦୃଶ ଯାହାକି ମନୁଷ୍ୟର ଆତ୍ମିକ ଜୀବନକୁ ବିନଷ୍ଟ କରେ। କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟ ହେଉଛନ୍ତି ଜଣେ ଯିଏକି ନିଜର ପାପ ନିମନ୍ତେ ମୃତ୍ୟୁବରଣ କରିନାହାନ୍ତି, ମାତ୍ର ଅନ୍ୟର, ଆଉ ତାହା ମଧ୍ୟ ସେ ତୃତୀୟ ଦିନରେ ମୃତ୍ୟୁକୁ ଜୟ କରି ଉଠି ପ୍ରମାଣିତ କରାଇ ଦେଇଅଛନ୍ତି ଯେ ସେ ଜୀବିତ, ମାତ୍ର ମୃତ ନୁହନ୍ତି, କାରଣ ସେ ପାପ ଓ ମୃତ୍ୟୁ ଉପରେ ବିଜୟୀ ଅଟନ୍ତି। ଏହା ହିଁ ହେଉଛି ଶୁଭ ସମାଚାର।
ଆଜି ଏହି ଜଗତରେ କେହି ନାହାନ୍ତି ଯେ କି ମୃତ୍ୟୁକୁ ଜୟ କରିଅଛନ୍ତି ଏବଂ ଜୀବିତ ଅଟନ୍ତି। କେବଳ ପ୍ରଭୁ ଯୀଶୁଖ୍ରୀଷ୍ଟ ହିଁ ଜୀବିତ ଅଟନ୍ତି, ଆଉ ସେ ମୃତ୍ୟୁକୁ ଜୟ କରିଅଛନ୍ତି। ତାହା ହିଁ ହେଉଛି ସବୁଠାରୁ ମହାନ ଭିନ୍ନତା। ତୃତୀୟ ବିଷୟଟି ହେଉଛି ଆଦମ ଓ ତାହାର ସମସ୍ତ ସନ୍ତାନ ଦୟା ତଥା ଅନୁଗ୍ରହର ଅଧିକାରୀ ଅଟନ୍ତି। ଇନୋସ୍ ରକ୍ଷାପ୍ରାପ୍ତ ହୋଇଥିଲେ କିପରି? ବିଶ୍ୱାସ ଦ୍ୱାରା। ନୋହ ଜଣେ ଉତ୍ତମ ଲୋକ ଥିଲେ, ମାତ୍ର ତାହା ତାହାଙ୍କୁ ଉଦ୍ଧାର କରିନଥିଲା। ମାତ୍ର ତାହାଙ୍କର ବିଶ୍ୱାସ ତାହାଙ୍କୁ ଉଦ୍ଧାର କରିଥିଲା। ସେ ଜଣେ ଉତ୍ତମ ଲୋକ ଥିଲେ, ମାତ୍ର ସେ ପାପ କଲେ। କିନ୍ତୁ ତାହାଙ୍କର ବିଶ୍ୱାସ ତାହାଙ୍କ ପକ୍ଷରେ ଧାର୍ମିକତା ବୋଲି ଗଣିତ ହେଲା। ଦାଉଦ ମଧ୍ୟ ଈଶ୍ୱରଙ୍କର ଜଣେ ମହାନ ଲୋକ ଥିଲେ, କିନ୍ତୁ ତଥାପି ସେ ପାପ କଲେ। ମାତ୍ର ଈଶ୍ୱର ମଧ୍ୟ ତାହାଙ୍କ ପ୍ରତି ଦୟାଳୁ ଥିଲେ ଓ ସେ ତାହାଙ୍କର ଅସୀମ ଅନୁଗ୍ରହ ଦ୍ୱାରା ତାହାଙ୍କୁ ଉଦ୍ଧାର କଲେ। ସେଥିପାଇଁ ଏଫିସିଓ 2 ପର୍ବର 4 ଓ 5 ପଦରେ ପ୍ରେରିତ ପାଉଲ ଏହିପରି ଉଲ୍ଲେଖ କରନ୍ତି, ମାତ୍ର ଏପରି ଅପରାଧରେ ମୃତ ହେଲେ ହେଁ ଦୟାର ସାଗର ଯେ ଈଶ୍ୱର, ସେ ଆମ୍ଭମାନଙ୍କୁ ଯେଉଁ ମହାପ୍ରେମରେ ପ୍ରେମ କଲେ, ସେଥିସକାଶେ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ସହିତ ସଜୀବ କରିଅଛନ୍ତି। ଅନୁଗ୍ରହରେ ତୁମ୍ଭେମାନେ ପରିତ୍ରାଣ ପାଇଅଛ। ପିତର ମଧ୍ୟ ଏହିପରି କହନ୍ତି, ଯାହାକି ପ୍ରଥମ ପିତର 1 ପର୍ବର 3 ପଦରେ ଲେଖା ଅଛି, ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଈଶ୍ୱର ଓ ପିତା ଧନ୍ୟ। ସେ ମୃତମାନଙ୍କ ମଧ୍ୟରୁ ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ଜୀବନଦାୟକ ଭରସା ପ୍ରାପ୍ତି ନିମନ୍ତେ, ଅର୍ଥାତ୍ ଯେଉଁ ଅକ୍ଷୟ ଅକଳଙ୍କିତ ଅଜର ଅଧିକାର ତୁମମାନଙ୍କ ନିମନ୍ତେ ସ୍ୱର୍ଗରେ ସଞ୍ଚିତ ହୋଇଅଛି, ତାହା ପାଇବା ନିମନ୍ତେ ଆପଣାର ମହାଦୟାରେ ଆମ୍ଭମାନଙ୍କୁ ପୁନର୍ଜନ୍ମ ଦେଇଅଛନ୍ତି। ବାସ୍ତବରେ ଆମମାନଙ୍କର ଈଶ୍ୱର ଆଦମଙ୍କ ସନ୍ତାନଗଣ ନିମନ୍ତେ ସେହି ଅନୁଗ୍ରହର ଅଧିକାରୀ ହେବା ପାଇଁ ସମ୍ଭବ କରିଅଛନ୍ତି। ଆଜି ଆମେ ପ୍ରତ୍ୟେକ ଈଶ୍ୱରଙ୍କ ଅନୁଗ୍ରହର ଅଧିକାରୀ ହୋଇଅଛୁ। ସେ ଆମ୍ଭମାନଙ୍କ ନିମନ୍ତେ ତାହା ସମ୍ଭବ କରିଅଛନ୍ତି। ପ୍ରିୟ ବନ୍ଧୁ, ଆପଣ ସେହି ଅନୁଗ୍ରହର କ'ଣ ଅଧିକାରୀ ହୋଇପାରିଅଛନ୍ତି? ମାତ୍ର ଜାଣି ରଖନ୍ତୁ, ଈଶ୍ୱର ତାହା ଆପଣଙ୍କ ପାଇଁ ରଖିଅଛନ୍ତି ଓ ସେ ତାହା ଆପଣଙ୍କ ଜୀବନରେ ସମ୍ଭବ କରିଅଛନ୍ତି। ସେ ଆପଣଙ୍କୁ ଉଦ୍ଧାର କରିବାକୁ ଚାହାନ୍ତି, କାରଣ ଆମେ ସମସ୍ତେ ପାପୀ। କିନ୍ତୁ ସେ ଆମମାନଙ୍କ ପ୍ରତି ତାହାଙ୍କର ମହାଦୟା ତଥା ଅନୁଗ୍ରହ ପ୍ରକାଶ କରି ଆମ୍ଭମାନଙ୍କ ନିମନ୍ତେ ସେହି ଉଦ୍ଧାରର ପଥ ପ୍ରସ୍ତୁତ କରିଅଛନ୍ତି। ମାତ୍ର ସେ ଚାହାନ୍ତି ଆମ୍ଭମାନଙ୍କର ବିଶ୍ୱାସ। ସେଥିପାଇଁ ସେ କହନ୍ତି, ବିଶ୍ୱାସ ବିନା ତାହାଙ୍କର ସନ୍ତୋଷ ପାତ୍ର ହେବା ଅସମ୍ଭବ। ଆଉ ଈଶ୍ୱର ଯେ ଅଛନ୍ତି ଓ ସେ ଯେ ତାହାଙ୍କ ଅନ୍ୱେଷଣକାରୀମାନଙ୍କର ପୁରସ୍କାରଦାତା, ଏହା ତାହାଙ୍କ ଛାମୁକୁ ଆସିବା ଲୋକର ବିଶ୍ୱାସ କରିବା ଆବଶ୍ୟକ। ଯଦି ଆମେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କର ନିକଟବର୍ତ୍ତୀ ହୋଇ ତାହାଙ୍କଠାରେ ନିଜର ପାପ ସବୁ ସ୍ୱୀକାର କରିବା, ତାହେଲେ ସେ ଆମମାନଙ୍କୁ ତାହାଙ୍କର ସେହି ଅନୁଗ୍ରହର ବାହୁରେ ଆବୋରି ନେଇ ତାହାଙ୍କର ସନ୍ତାନତ୍ୱର ଅଧିକାରୀ କରାଇବେ। କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ପ୍ରିୟ ବନ୍ଧୁ, ପ୍ରଭୁ ଆଜି ସେହି ଅନନ୍ତ ଜୀବନ ଆମମାନଙ୍କୁ ଦେବା ପାଇଁ ପ୍ରସ୍ତୁତ। କିନ୍ତୁ ଆଜି ଆମମାନେ କ'ଣ ସେହି ଅନନ୍ତ ଜୀବନକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ? ନା ଆଜି ଆମମାନେ ଜଗତରେ ସେହି କ୍ଷଣସ୍ଥାୟୀ ଜୀବନ ଆଉ ସେହି କ୍ଷଣସ୍ଥାୟୀ ସୁଖ ନିମନ୍ତେ ଆମମାନେ ଲାଳାୟିତ? ପ୍ରିୟ ବନ୍ଧୁ, ଆମମାନେ ଜାଣି ରଖିବା ଉଚିତ, ଏହି ଜଗତ ଆମମାନଙ୍କ ନିମନ୍ତେ କ୍ଷଣସ୍ଥାୟୀ। ଏହି ଜଗତରୁ ଆମମାନଙ୍କୁ ଦିନେ ନା ଦିନେ ବିଦାୟ ନେବାକୁ ହେବ। ଈଶ୍ୱର ଏକ ମହତ୍ ଅଭିମତ ନେଇ ଆମମାନଙ୍କୁ ଏହି ଜଗତ ମଧ୍ୟରେ ରଖିଅଛନ୍ତି। ଆମମାନେ ସମସ୍ତେ ଈଶ୍ୱରଙ୍କର ସୃଷ୍ଟ ମନୁଷ୍ୟ।
आमने पाप कर ईश्वर सहभागितार वंचित होइअछु। आज जदि मनुष्य आ ईश्वर मध्य से व्यवधान रही थाए, से विच्छिन्नता रही थाए, ताहले ताहे होछि सेही पाप। सेही पाप आज आम ईश्वर सहभागितार वंचित करिअछि। सेही अक्षय अनंत सुख शांति आनंद आम वंचित करिअछि। आमने जगत रे पाप करी केवल अशांति मध्यरे, दुख मध्यरे, समस्या मध्यरे जीवन यापन करुअछु। किंतु ईश्वर आमानकर से पाप नहीं जाए, प्रभु यीशु आमानकर से पाप को से क्रूशरे बहन करी आज आमानको सही शांति, सही आनंद, सही तृप्ति, सही सहभागिता देवा पाई प्रस्तुत। से आज आमानको डाकंती, हे परिश्रांत भारग्रस्त लोक समस्ते मो निकटको आस, मु तुमको विश्राम देवी। ताले प्रभु यीशु निकट को चली आसु, ताहां निकट निजर समस्त दुख जनाऊ, निजर पाप स्वीकार करू, ताले से आमानको उद्धार करी से अनंत जीवन अधिकारी कराइबे, से अनंत सुख शांति आमानको कढ़ाई नेबे। प्रभु प्रत्येक को संक्षिप्त आलोचना मध्य दे आशीर्वाद करंतु। आशा करू आजिर कार्यक्रम आपणको निश्चय भल लागिथिबो। आज आमे एक कथा लक्ष्य कलु जे आम भूल निष्पत्ति केवल आम उपरे तार प्रभाव पकाए नाही, किंतु आम पिला माननको उपरे मध्य प्रभाव पकाई थाए। आमे जेतेबेले विभिन्न परिवारर वंशावली देखिलु ता आमको इस्राएल रो इतिहास को मने पकाई दिए कि केउ वंशर ओ सेमाननको ईश्वर केउ दायित्व देइथिले ओ सेमाने किपरि ता संपादन कले से समस्त आमे लक्ष्य करि आसुछु। ए इतिहास कहे ए समस्त वाक्य काल्पनिक नुहे, यह वास्तव। एथिपाई इतिहास गुरुत्वपूर्ण अटे। प्रश्न हैला, आमे कोन ईश्वरंको वाक्य रे विश्वास करूअछु कि आमे ईश्वरंको इच्छा अनुसार जीवन काटुअछु कि? जदि ईश्वरंको इच्छा अनुसार जीवन काटिबा आमे आम परिवार और समाज निमंते आशीर्वादर कारण हेबा। आज तो आम समय एठारे शेष हेबाकु गलानी। परवर्ती कार्यक्रम रे पुणी आपणक सहित साक्षात हेब। आज पाई विदाय दियंतु। रहिलु, नमस्कार। आसंतु प्रार्थना करिबा। प्रिय प्रभु जीशु, तोर पवित्र नाम को धन्यवाद देउछु। हाँ प्रभु, तुमे आज आम निमंते एक सुंदर भाव में शिक्षा प्रदान करिथिबारु तोर महत नाम को धन्यवाद देउछु। हाँ प्रभु, तुमे कहि अछ तुमे पाप को घृणा कर किंतु पापी को प्रेम कर। हाँ प्रभु, एतेबेले प्रार्थना करूछु आम प्रत्येकंक पाप को तुमे धोई दियो प्रभु। प्रत्येकंक पाप को निमंते प्रार्थना करूछु प्रभु, प्रत्येक जन को तुमे क्षमा प्रदान कर बोली प्रार्थना करूछु। आम दर्शक बंधु मानक निमंते मते प्रार्थना करूछु पिता, प्रत्येक जन को तुमे आशीर्वाद प्रदान कर बोली प्रार्थना करूछि। प्रभु यीशु ख्रीष्टक नाम रे मागुछि, आमेन। गत प्रश्नर उत्तर होउछि ए जीशु। आजिर प्रश्न होउछि इस्राएल मध्यरे केउ गोष्ठी प्रथमे स्थान पाइथिला? ए अब्राहम, बी मूसा, सी लेविय, डी विजातीय। ए प्रश्नर उत्तर आसंता काली संध्या 6टा मध्यरे ऑप्शन ए, बी, सी, डी मध्यरु सठिक उत्तर बाछि आपन नाम और संपूर्ण ठिकाना सहित 9777221415 फोन नंबर रे SMS किंबा WhatsApp द्वारा जणाइबाको अनुरोध। जदि आपनको आम कार्यक्रम भल लगुची तेबे 0444908126 रे मिस्ड कॉल दे विजय होई परिबे। गत सप्ताहर विजय दर्शक बंधु हेले केन्द्रापड़ारू नयमी नायक।